ॐ जननीं शारदां देवीं रामकृष्णं जगद्गुरुं पादपद्मे तयोश्रित्वा प्रणमामि मुहुर्मुहुः। श्रीमा शारदा देवी स्मृति कथा स्वामी ईशानानंद द्वारा। नलिनी दीदी प्रभृति केतेजण किछि क्षण तर्क ହେଲା ପରେ ମାଙ୍କୁ ପଚାରିଲେ, ପିଉସୀ ମା କୁହ ତ କେଉଁ ଅପବାଦ ଭଲ? ମା କହିଲେ, ଅପବାଦର ପୁଣି ଭଲ ମନ୍ଦ କ'ଣ? ପୁଣି ଟିକିଏ କଥାବାର୍ତ୍ତା ପରେ କହିଲେ, ତେବେ ଧନ ଅପବାଦ ହିଁ ଭଲ। ଜଣେ ଲୋକକୁ ଯଦି କୁହାହୁଏ ତୁମେ ବେଶ୍ ଧନୀ, ସେ ତାହା ଶୁଣି ମୁହଁରେ ଦୀନତା ବା ଅସନ୍ତୋଷ ଯାହା ହିଁ ଦେଖାଉ ନା କାହିଁକି ତାହାର ଅନ୍ତରଟି ବେଶ୍ ଖୁସି ହୁଏ। ଏହା କହି ମା ପଚାରିଲେ, ଏ ତ ହେଲା, ଆଚ୍ଛା ତୁମେମାନେ କହିଲ ଦେଖି କେଉଁ ଜିନିଷଟା ଭଗବାନଙ୍କ ପାଖରେ ପ୍ରାର୍ଥନା କରିବାକୁ ହୁଏ? ନଳିନୀ ଦିଦି କହିଲେ, କାହିଁକି ପିଉସୀ ମା, ଜ୍ଞାନ ଭକ୍ତି, ମଣିଷ ଯେପରି ସଂସାରରେ ସୁଖରେ ରହିବ ଏହିସବୁ ପ୍ରାର୍ଥନା କରିବାକୁ ହୁଏ। ମା କହିଲେ, ଏକ ବାକ୍ୟରେ କହିବାକୁ ଗଲେ ନିର୍ବାସନା ପ୍ରାର୍ଥନା କରିବାକୁ ହୁଏ। କାରଣ ବାସନା ହିଁ ସକଳ ଦୁଃଖର ମୂଳ, ବାରମ୍ବାର ଜନ୍ମ ମୃତ୍ୟୁର କାରଣ ଓ ମୁକ୍ତିପଥର ଅନ୍ତରାୟ। ଶ୍ରାବଣ ମାସରେ ମା ରାଧୁକୁ ନେଇ କୋଆଲପଡ଼ାରୁ ଜୟରାମବାଟି ଆସିଲେ। ସେତେବେଳେ ତାଙ୍କ ସଂସାରରେ ଆମେ 15-20 ଜଣ ଲୋକ ଥିଲୁ। ସମସ୍ତଙ୍କ ଖାଇବା ପିଇବା ପ୍ରଭୃତି ସବୁ ବିଷୟ ମା ନିଜେ ହିଁ ତତ୍ତ୍ୱାବଧାନ କରୁଥିଲେ। ଦିନେ କଥା ପ୍ରସଙ୍ଗରେ ମା ମୋତେ କହିଲେ, ବାବା ସେଦିନ କେ ମୋତେ କ'ଣ ସବୁ କହିଗଲା। ମୁଁ ଜାଣିଥିଲି ତା'ର ଖୁବ୍ ଉଦାର ମନ। ତାପରି ଲୋକର ସେପରି କଥା କହିବା ଆଦୌ ଭଲ ହୋଇନାହିଁ। ମୁଁ ତା'ର ମନର ଭାବ ବୁଝି ଆସିବା ବେଳେ ଗୋଟେ ଗଦା ଧାନ ଆଶ୍ରମର ଖରଚ ପାଇଁ ଦେଇ ଆସିଲି। କିନ୍ତୁ ସେତେବେଳେ ଆଉ ନେବାକୁ ରାଜି ହେଲା ନାହିଁ। ନିଜ ଭୁଲ ବୁଝିପାରି ମୋ ପାଖରେ କ୍ଷମା ମାଗିବାକୁ ଆସିଲା। ଏତିକି କହି ମା ପୁରା ଘଟଣାଟି କହିଲେ। ସେଦିନ ସକାଳେ କେ ପ୍ରଣାମ କରିବାକୁ ଆସି କହୁଛି, ମା ଏମାନେ ସମସ୍ତେ ଆଗରୁ ମୋର ଖୁବ୍ ବାଧ୍ୟ ଥିଲେ, ଏବେ ଆଖି ଫିଟିଛି, ମୋ କଥା ସବୁ ସମୟରେ ମାନିବାକୁ ଚାହୁଁନାହାନ୍ତି। ପୁଣି ଶରତ ମହାରାଜ ବା ଆପଣମାନଙ୍କ ପାଖକୁ ଗଲେ ଆପଣମାନେ ଆଦର ଯତ୍ନ କରି ପାଖରେ ରଖିଦେଉଛନ୍ତି, ଭଲ ଖାଦ୍ୟର ମଧ୍ୟ ସୁବିଧା ପାଉଛନ୍ତି। ଆପଣମାନେ ଯଦି ସ୍ଥାନ ନ ଦେଇ ଟିକିଏ ବୁଝାଇ ପଠାଇ ଦିଅନ୍ତେ ତେବେ ସେମାନେ ମୋତେ ବାଧ୍ୟ ହୋଇ ମାନନ୍ତେ। ମୁଁ କହିଲି, ସେ କ'ଣ, ସେ ସବୁ କିପରି କଥା କହୁଛ? ଭଲ ପାଇବା ହିଁ ଆମର ଅସଲ ବନ୍ଧନ। ସ୍ନେହ ପ୍ରେମରେ ହିଁ ତାଙ୍କର ସଂସାର ଗଢ଼ି ଉଠିଛି। ମୁଁ ମା, ମୋ ପାଖରେ ତୁମେ ମୋ ପିଲାମାନଙ୍କର ଖାଇବା ପିନ୍ଧିବା ବିଷୟରେ ଖୁଣ୍ଟା ଦେଇ କିପରି କହିଲ? ଆହା, ଏଥିପାଇଁ ମୁଁ ଠାକୁରଙ୍କ ପାଖରେ କେତେ କାନ୍ଦିଛି, ପ୍ରାର୍ଥନା କରିଛି। ତେବେ ତ ଆଜି ତାଙ୍କ କୃପାରେ ମଠଫଟ ଯାହା କିଛି ହୋଇପାରିଛି। ଠାକୁରଙ୍କ ଦେହ ଯିବା ପରେ ପିଲାମାନେ ସଂସାର ତ୍ୟାଗ କରି କିଛି ଦିନ ଗୋଟିଏ ଆଶ୍ରୟରେ ସମସ୍ତେ ଏକାଠି ହେଲେ। ପରେ ଜଣ ଜଣ ହୋଇ ସ୍ୱାଧୀନ ଭାବରେ ବାହାରି ଯାଇ ଏଠି ସେଠି ଘୂରିବାକୁ ଲାଗିଲେ। ସେତେବେଳେ ମୋ ମନରେ ବହୁତ ଦୁଃଖ ହେଲା। ଠାକୁରଙ୍କ ପାଖରେ ଏହା କହି ପ୍ରାର୍ଥନା କରିବାକୁ ଲାଗିଲି, ଠାକୁରେ ତୁମେ ଆସିଲ, କେତେ ଜଣଙ୍କୁ ନେଇ ଲୀଳା କରି ଆନନ୍ଦ କରି ଚାଲିଗଲ, ସେତିକିରେ କ'ଣ ସବୁ ଶେଷ ହୋଇଗଲା? ତାହେଲେ ଏତେ କଷ୍ଟ କରି ଆସିବାର କ'ଣ ଦରକାର ଥିଲା? କାଶୀ ବୃନ୍ଦାବନରେ ଦେଖିଛି ଅନେକ ସାଧୁ ଭିକ୍ଷା କରି ଖାଆନ୍ତି, ଗଛ ତଳେ ରହନ୍ତି ଏବଂ ଚାରିଆଡ଼େ ଘୁରି ବୁଲନ୍ତି। ସେ ପ୍ରକାର ସାଧୁଙ୍କର ତ ଅଭାବ ନାହିଁ। ତୁମ ନାମ ନେଇ ସବୁ ଛାଡ଼ି ବାହାରି ଆସି ମୋ ପିଲାମାନେ ଅନ୍ନ ମୁଠାକ ପାଇଁ ଘୁରି ବୁଲିବେ, ତାହା ମୁଁ ଦେଖିପାରିବି ନାହିଁ। ମୋର ପ୍ରାର୍ଥନା, ତୁମ ନାମରେ ଯେଉଁମାନେ ବାହାରିବେ ଅର୍ଥାତ୍ ସାଧୁ ହେବେ, ସେମାନଙ୍କର ଯେପରି ମୋଟା ଭାତ ଓ ବସ୍ତ୍ରର ଅଭାବ ନ ହୁଏ। ସେମାନେ ସମସ୍ତେ ତୁମକୁ ଓ ତୁମର ସବୁ ଭାବ ଉପଦେଶ ନେଇ ଯେପରି ଏକତ୍ର ରହିବେ। ଫଳରେ ଏହି ସଂସାର ତାପଦଗ୍ଧ ଲୋକମାନେ ସେମାନଙ୍କ ପାଖକୁ ଆସି ତୁମ କଥା ଶୁଣି ଶାନ୍ତି ଲାଭ କରିବେ। ଏଥିପାଇଁ ତ ତୁମର ଆସିବା। ସେମାନଙ୍କୁ ଘୁରି ବୁଲୁଥିବା ଦେଖିଲେ ମୋ ପ୍ରାଣ ଆକୁଳ ହୋଇପଡ଼େ। ତାପରେ ନରେନ ଧୀରେ ଧୀରେ ଏସବୁ କଲା। ଜୟରାମବାଟିରେ ଦୁର୍ଗାପୂଜା ମହାଷ୍ଟମୀ ଦିନ ଜଣେ ଭକ୍ତ କେତେଗୁଡ଼ିଏ ପଦ୍ମଫୁଲ ଗୋଟିଏ ଝୁଡ଼ିରେ ନେଇ ଆସୁଥିଲେ। ଦୂରରୁ ମୋତେ ଦେଖି ପଦ୍ମଫୁଲ ସହ ହାତ ଉଠାଇ ମୋତେ ନମସ୍କାର କଲେ। ମା ମଧ୍ୟ ଟିକିଏ ଦୂରରୁ ତାହା ଦେଖିଥିଲେ। ପରେ ମୋତେ କହିଲେ, ସେହି ଫୁଲ ଦେଇ ଠାକୁରଙ୍କ ପୂଜା ହେବ ନାହିଁ, ସେଗୁଡ଼ିକ ଫୋପାଡ଼ି ଦେବ। ଆମ ଦୁଇ ଜଣଙ୍କର ପରିଧାନରେ ବିନା ଧଡ଼ିରେ ଧଳା ଧୋତି ଦେଖି ମା କହିଲେ, ଏ କ'ଣ, ଧଡ଼ି ଛଡ଼ା ଧଳା ଧୋତି କାହିଁକି ପିନ୍ଧିଛ?
ତୁମେ ମାନେ ପିଲା ଲୋକ ଧଡ଼ିବାଲା ଧୋତି ପିନ୍ଧିବ, ନହେଲେ ମନ ବୁଢ଼ା ହୋଇଯିବ। ମନରେ ସର୍ବଦା ଉତ୍ସାହ ରଖିବାକୁ ହୁଏ। ଏହା କହି ବାକ୍ସରୁ ଦୁଇଜଣଙ୍କୁ ଦୁଇଟି ଧୋତି ବାହାର କରିଦେଲେ। ସେଦିନ ସନ୍ଧ୍ୟାର ଟିକିଏ ପରେ ହିଁ ସନ୍ଧି ପୂଜା ହେବ। ମାଆଙ୍କ ପାଦରେ ପଦ୍ମଫୁଲ ଦେଇ ଅନେକ ପୁଷ୍ପାଞ୍ଜଳି ଦେବାବେଳେ ମା କହିଲେ, ଆହୁରି ଫୁଲ ଆଣ। ରାଖାଲ, ତାରକ, ଶରତ, ଖକା, ଜଗିନ, ଗୋଲାପ ଏମାନଙ୍କ ସମସ୍ତଙ୍କ ନାମରେ ଫୁଲ ଦିଅ। ମୋର ଜଣା ଅଜଣା ସକଳ ସନ୍ତାନମାନଙ୍କ କଲ୍ୟାଣରେ ଫୁଲ ଦିଅ। ମୁଁ ସେ ପ୍ରକାର କରିବାରୁ ମା ଜଡ଼ହସ୍ତରେ ଠାକୁରଙ୍କ ଆଡ଼େ ଅନାଇ ବହୁକ୍ଷଣ ସ୍ଥିର ଭାବରେ ବସି ରହି ପ୍ରାର୍ଥନା କଲେ, ସମସ୍ତଙ୍କର ଇହକାଳ ପରକାଳର ମଙ୍ଗଳ ହେଉ। କେଦାର ମହାରାଜ ଦିନେ ସକାଳେ ଜୟରାମ ବାଟିରେ ମାଆଙ୍କ ନିକଟରେ ବସି ପଚାରିଲେ, ମା, ଆମର ଦାତବ୍ୟ ଚିକିତ୍ସାଳୟରେ ଯେଉଁମାନଙ୍କର ଆର୍ଥିକ ଅବସ୍ଥା ଭଲ ସେମାନେ ମଧ୍ୟ ଔଷଧ ନେବାକୁ ଆସୁଛନ୍ତି। ଆମେ ତ ତାହା ଗରିବମାନଙ୍କ ପାଇଁ କରିଛୁ। ସେହି ସବୁ ଲୋକଙ୍କୁ ଔଷଧ ଦେବା କ'ଣ ଉଚିତ? ମା ଟିକିଏ ରହି କହିଲେ, ବାବା, ଏ ଦେଶର ସମସ୍ତେ ହିଁ ଗରିବ। ତେବେ ସେମାନେ ଏସବୁ ଜାଣିଶୁଣି ମଧ୍ୟ ଯଦି ପ୍ରାର୍ଥୀ ହୋଇ ଆସି ଠିଆ ହେବେ, ସାମର୍ଥ୍ୟ ଥିଲେ ନିଶ୍ଚୟ ଦେବ। ଯିଏ ପ୍ରାର୍ଥୀ ସେ ହିଁ ଗରିବ। କେଦାର ମହାରାଜ ପଚାରିଲେ, ମା, ଏଥର କ'ଣ ଠାକୁର ଗୋଟିଏ ନୂଆ ଜିନିଷ ଦେଇ ଯିବା ପାଇଁ ଆସିଥିଲେ ଯେ ସର୍ବଧର୍ମ ସମନ୍ୱୟ କରିଗଲେ? ମା କହିଲେ, ଦେଖ ବାବା, ସେ ଯେ ସମନ୍ୱୟ ଭାବ ପ୍ରଚାର କରିବା ପାଇଁ ସବୁ ଧର୍ମ ମତ ସାଧନା କରିଥିଲେ ତାହା କିନ୍ତୁ ମୋର ମନେ ହୁଏ ନାହିଁ। ସେ ସର୍ବଦା ଭଗବତ ଭାବରେ ହିଁ ବୁଡ଼ି ରହୁଥିଲେ। ଖ୍ରୀଷ୍ଟାନମାନେ, ମୁସଲିମମାନେ, ବୈଷ୍ଣବମାନେ ଯେଉଁ ପ୍ରକାର ଭାବରେ ତାଙ୍କର ଭଜନା କରି ଭଗବାନ ଲାଭ କରନ୍ତି, ସେ ସେହି ପ୍ରକାର ଭାବରେ ସାଧନା କରି ନାନା ଲୀଳା ଆସ୍ୱାଦ କରୁଥିଲେ। ସେଥିରେ ଦିନରାତି କିପରି କଟିଯାଉଥିଲା ତାଙ୍କର କୌଣସି ହୋସ ରହୁନଥିଲା। ତେବେ କ'ଣ ଜାଣୁ ବାପା, ଏ ଯୁଗରେ ତାଙ୍କର ବିଶେଷତ୍ୱ ହେଲା ତ୍ୟାଗ। ସେ ପ୍ରକାର ସ୍ୱାଭାବିକ ତ୍ୟାଗ କ'ଣ ଆଉ କେହି କେବେ ଦେଖିଛି? ସର୍ବଧର୍ମ ସମନ୍ୱୟ ଭାବ ଯାହା କହିଲ ତାହା ମଧ୍ୟ ଠିକ୍। ଅନ୍ୟ ଅବତାରରେ ଗୋଟିଏ ଭାବକୁ ହିଁ ବଡ଼ କରିବାରୁ ଅନ୍ୟ ସବୁ ଭାବ ଦବି ଯାଉଥିଲା। ସେଦିନ ସନ୍ଧ୍ୟା ପରେ ପ୍ରତିଦିନ ପରି ରୁଟି ଇତ୍ୟାଦି କରି ଭକ୍ତମାନଙ୍କର ଚିଠି ପଢ଼ି ଶୁଣାଇବାକୁ ମାଆଙ୍କ ଘରକୁ ଯାଇଛି। ଜଣେ ସ୍ତ୍ରୀ ଭକ୍ତ ପ୍ରାୟ ହିଁ ପତ୍ର ଲେଖନ୍ତି। ମାଆଙ୍କର ନାନା ପ୍ରକାର ସ୍ତବସ୍ତୁତିରେ ପୂର୍ଣ୍ଣ। ତାଙ୍କ ପତ୍ରର ମର୍ମ ମାଆଙ୍କୁ କହିଲି। ମା ସବୁ ଶୁଣି କହିଲେ, ଦେଖ, ଅନେକ ଥର ଭାବେ ଯେ ମୁଁ ତ ସେହି ରାମ ମୁଖୋପାଧ୍ୟାୟଙ୍କ ଝିଅ। ମୋ ସମାନ ବୟସର ଆହୁରି ଅନେକ ଝିଅ ଜୟରାମ ବାଟିରେ ଅଛନ୍ତି। ସେମାନଙ୍କ ସହିତ ମୋର ପାର୍ଥକ୍ୟ କ'ଣ? ଭକ୍ତମାନେ ସବୁ କେଉଁଠୁ କେଉଁଠୁ ଆସି ପ୍ରଣାମ କରନ୍ତି। ପଚାରିଲେ ଶୁଣେ, କେହି ହାକିମ, କେହି ଓକିଲ। ଏମାନେ ଏଠିକି କାହିଁକି ଆସନ୍ତି? ଏହା କହି ମା ଚୁପ୍ ରହିଲେ। ଟିକିଏ ପରେ ମୁଁ ପଚାରିଲି, ଆଚ୍ଛା ମା, ଆପଣଙ୍କର କ'ଣ ସବୁ ସମୟରେ ନିଜର ସ୍ୱରୂପ ମନେ ରହେ ନାହିଁ? ମା କହିଲେ, ତାହା କ'ଣ ସବୁ ସମୟରେ ରହେ? ତାହେଲେ କ'ଣ ଏହିସବୁ କାମଦାମ କରିବା ଚଳିବ? ତେବେ କାମଦାମ ଭିତରେ ଯେତେବେଳେ ଇଚ୍ଛା ହୁଏ, ସାମାନ୍ୟ ଚିନ୍ତାରେ ଦପ୍ କରି ଉଦ୍ଦୀପନା ହୋଇ ମହାମାୟାଙ୍କ ଖେଳ ସବୁ ବୁଝି ହୁଏ। ଜଣେ କହିଲେ, କାହିଁ ମା, ଆମେ ତ ଏତେ ଚେଷ୍ଟା କରି ମଧ୍ୟ କିଛି ବୁଝିପାରୁନାହୁଁ। ମା କହିଲେ, ହେବ, ସବୁ ହେବ। ତୁମମାନଙ୍କର ଚିନ୍ତା କ'ଣ? କାଳକ୍ରମେ ସବୁ ହେବ। ସେଦିନ ଅନେକ ରାତି ପର୍ଯ୍ୟନ୍ତ କଥାବାର୍ତ୍ତା ହେଉଥିଲା। ମୁଁ କହିଲି, ମା, କେଦାର ମହାରାଜ କହନ୍ତି ଏହିସବୁ କାମରେ ବହୁତ ପରିଶ୍ରମ କର, ତାହେଲେ ଯାହା ହେବାର ଆପେ ହେବ। ମା କହିଲେ, କାମଦାମ ନିଶ୍ଚୟ କରିବ, ସେଥିରେ ମନ ଭଲ ରହେ। ତେବେ ଜପଧ୍ୟାନ ପ୍ରାର୍ଥନା ମଧ୍ୟ ବିଶେଷ ଦରକାର। ଅନ୍ତତଃ ସକାଳ ସନ୍ଧ୍ୟାରେ ଥରେ ନିହାତି ବସିବ। ତାହା ହେଉଛି ଯେପରି ନୌକାର କାତ। ସନ୍ଧ୍ୟାରେ ଟିକିଏ ବସିଲେ ଦିନସାରା ଭଲମନ୍ଦ କ'ଣ କଲି ନ କଲି ତାହାର ବିଚାର ମନକୁ ଆସିଥାଏ। ତାପରେ ଗତକାଲିର ମନର ଅବସ୍ଥା ସହିତ ଆଜିର ଅବସ୍ଥା ତୁଳନା କରିବାକୁ ହୁଏ। ପରେ ଜପ କରୁ କରୁ ଇଷ୍ଟମୂର୍ତ୍ତିର ଧ୍ୟାନ କରିବାକୁ ହୁଏ। ଧ୍ୟାନ ବେଳେ ପ୍ରଥମେ ମୁହଁଟି ଆସିଥାଏ, ଏହା ଠିକ୍। କିନ୍ତୁ ପାଦରୁ ଆରମ୍ଭ କରି ସମସ୍ତ ଅଙ୍ଗ ଧ୍ୟାନ କରିବାକୁ ହୁଏ। ତେଣୁ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ସକାଳ ସନ୍ଧ୍ୟା ଜପଧ୍ୟାନ ନ କଲେ କ'ଣ କରୁଛ ନ କରୁଛ କେମିତି ବୁଝିବ? ମୁଁ କହିଲି, କେହି କେହି ପୁଣି କହନ୍ତି କାମଦାମ କରି କିଛି ହେବ ନାହିଁ, ସର୍ବଦା ଜପଧ୍ୟାନ କରିପାରିଲେ ହେବ। ମା କହିଲେ, ସେମାନେ କେମିତି ବୁଝିଲେ କ'ଣ କଲେ ହେବ ଆଉ କ'ଣ କଲେ ହେବ ନାହିଁ? କେତେଦିନ ଟିକିଏ ଜପଧ୍ୟାନ କଲେ ହିଁ କ'ଣ ସବୁ ହୋଇଗଲା? ମହାମାୟା ବାଟ ନ ଛାଡ଼ିଲେ କେଉଁଥିରେ କିଛି ହେବାର ନୁହେଁ। ସେଦିନ ଦେଖିଲ ତ,
ଜଣେ ଜୋର କରି ଜପଧ୍ୟାନ ବେଶୀ କରିବାକୁ ଯାଇ ମୁଣ୍ଡଟି ବିଗାଡ଼ି ଆସିଲେ। ମୁଣ୍ଡଟା ଯଦି ବିଗିଡ଼ିଗଲା ତେବେ ଆଉ ରହିଲା କ'ଣ? ସ୍କ୍ରୁ ପେଚର ଟିକିଏ ଏପଟ ଆଉ ସେପଟ। ଗୋଟିଏ ପେଚ ଅଲଗା ହେଲେ ହିଁ ହୁଏତ ପାଗଳ ହେଲା, ନହେଲେ ମହାମାୟାଙ୍କ ଫାନ୍ଦରେ ପଡ଼ି ନିଜକୁ ବୁଦ୍ଧିମାନ ବିଚାରି ମନେ କରିବ ମୁଁ ଖୁବ୍ ଭଲ ଅଛି। ପୁଣି ଓଲଟା ପଟେ ଗୋଟିଏ ପେଚ କଷିଲେ ହିଁ ଠିକ୍ ବାଟରେ ଚାଲି ଶାନ୍ତି ଓ ଆନନ୍ଦ ପାଏ। ସର୍ବଦା ତାଙ୍କର ସ୍ମରଣ ମନନ କରି ପ୍ରାର୍ଥନା କରିବାକୁ ହୁଏ, ପ୍ରଭୁ ସଦ୍ବୁଦ୍ଧି ଦିଅ। ସବୁବେଳେ ଜପଧ୍ୟାନ କେତେଜଣ କରିପାରନ୍ତି? ପ୍ରଥମେ ପ୍ରଥମେ ଟିକିଏ କରିବେ, ଶେଷରେ ନ ଭଳି ବସି ରହି ମୁଣ୍ଡକୁ ତାତି ଉଠିଯାଏ, ଅର୍ଥାତ୍ ଅହଙ୍କାରୀ ହୁଏ। ଆଜେ ବାଜେ ଚିନ୍ତା କରି ନାନା ଅଶାନ୍ତି ହୁଏ। ମନକୁ ବସାଇ ଢିଲା ନ ଦେଇ କାମ କରିବା ଢେର ଭଲ। ମନ ଢିଲା ପାଇଲେ ହିଁ ଯେତେ ଗଣ୍ଡଗୋଳ କରିବ। ମୋ ନରେନ ଏସବୁ ଦେଖି ହିଁ ନିଷ୍କାମ କର୍ମର ମୂଳଦୁଆ ପକାଇଲା। ମା ନଙ୍କୁ ଲକ୍ଷ୍ୟ କରି ପୁଣି କହିଲେ, ଦେଖ ନା, ବସି ରହି ରହି ତା ମନ କେତେ ଅଶୁଦ୍ଧ ହୋଇଯାଇଛି। ଖାଲି ସୂଚିବାଇ ବଢ଼ୁଛି ଏବଂ କହୁଛି ଅଶାନ୍ତି। ଏତେ ଅଶାନ୍ତି କ'ଣ ପାଇଁ? ଏତେ ଦେଖି ଶୁଣି ମଧ୍ୟ ଚୈତନ୍ୟ ହେଉନାହିଁ। ତା ପରଦିନ ସକାଳ 10ଟା 11ଟା ସମୟ ହେବ ମା ପିଣ୍ଡାରେ ବସିଥିଲେ। ଆମେ ବୈଠକଖାନାରେ ଥିଲୁ। କାଳି ମାମୁଁ ଓ ବରଦା ମାମୁଁଙ୍କ ଭିତରେ ରାସ୍ତା ନେଇ ଯୁକ୍ତିତର୍କ ହେଉ ହେଉ ମରାମରି ହେବା ଉପକ୍ରମ ହେଲା। ମା ଆଉ ସ୍ଥିର ରହିନପାରି ସେମାନଙ୍କ ନିକଟକୁ ଗଲେ। ସେଠାକୁ ଯାଇ ଥରେ ଜଣଙ୍କୁ କହୁଛନ୍ତି ତୋର ଅନ୍ୟାୟ, ଆଉ ଥରେ ଅନ୍ୟ ଜଣଙ୍କୁ ଧରି ଟାଣୁଛନ୍ତି। ମା ସେଥିରେ ସମ୍ପୃକ୍ତ ହୋଇ ଖୁବ୍ ରାଗି ଯାଇଥିଲେ। ସେ ସମୟରେ ଆମେ ଯାଇ ପହଞ୍ଚିବାରୁ କଜିଆ ଟିକିଏ କମିଲା ଏବଂ ପାଟି କରି କରି ଯିଏ ଯାହା ଘରକୁ ଚାଲିଗଲେ। ମା ମଧ୍ୟ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଘର ଭିତରେ ଆସି ବସିଲେ। ବସି ହିଁ ହସୁଛନ୍ତି ଓ କହୁଛନ୍ତି, ମହାମାୟାଙ୍କର କି ମାୟା ଗୋ! ଅନନ୍ତ ପୃଥିବୀ ପଡ଼ି ରହିଛି, ଏହା ମଧ୍ୟ ପଡ଼ି ରହିବ। ଜୀବ ଏତିକି ଟିକିଏ ବୁଝିପାରୁନାହିଁ। ଏତିକି କହି ମା ହସି ଅଥୟ ହସ ଆଉ ଯେପରି ଅଟକୁ ନାହିଁ। 6 ମାସ ହେଲାଣି ରାଧୁର ପୁତ୍ର ସନ୍ତାନ ଜନ୍ମ ହୋଇଛି, କିନ୍ତୁ ଦୁର୍ବଳତାବଶତଃ ସେ ଉଠି ଛିଡ଼ା ହୋଇପାରୁନାହିଁ। ବସି ବସି ହିଁ ଚଲାବୁଲା କରୁଛି। ସେଥିରେ ପୁଣି ଅଫିମ ଖାଇବାର କୁଅଭ୍ୟାସ କରି ପକାଇଛି। ଏବେ ମାଆଙ୍କର ମଧ୍ୟ ଦେହ ଭଲ ରହୁନାହିଁ। ମଝିରେ ମଝିରେ ଜ୍ୱର ହେଉଛି। ସେ ରାଧୁର ଅଫିମ ଖାଇବାଟା ଟିକିଏ କମ୍ କରିବାକୁ ଚେଷ୍ଟା କରୁଛନ୍ତି। ଏହା ନେଇ ରାଧୁ ସବୁବେଳେ ଖୁବ୍ ଜିଦ୍ କରୁଛି। ସେଦିନ ସକାଳେ ମା ପରିବା କାଟୁଥିଲେ। ରାଧୁ ଅଫିମ ପାଇଁ ଆସି ବସିଲା। ମା ବୁଝିପାରି କହିଲେ, ରାଧି, ଆଉ କାହିଁକି? ଉଠି ଠିଆ ହୋଇଯା। ତୋତେ ନେଇ ଆଉ ପାରୁନାହିଁ। ତୋ ପାଇଁ ମୋର ଧର୍ମକର୍ମ ସବୁ ଗଲା। ଏତେ ଖରଚପତ୍ର କେଉଁଠୁ ଯୋଗାଇବି କହିଲୁ? ଏହିସବୁ ମୃଦୁ ରସବାକ୍ୟ କହିବାରୁ ରାଧୁ ରାଗିଯାଇ ପାଖ ଟକେଇରୁ ଗୋଟିଏ ବଡ଼ ବାଇଗଣ ଉଠାଇ ମାଆଙ୍କ ପିଠିରେ ଜୋରରେ ଆଘାତ କଲା। ଗୁମ୍ କରି ଶବ୍ଦ ହେବାରୁ ଦେଖିଲି ମା ପିଠିଟା ବଙ୍କେଇ ଦେଇଛନ୍ତି। ତତ୍କ୍ଷଣାତ୍ ସେହି ସ୍ଥାନଟି ଫୁଲି ଉଠିଲା। ମା ଠାକୁରଙ୍କ ଆଡ଼େ ଅନାଇ ହାତ ଯୋଡ଼ି କହିଲେ, ଠାକୁରେ, ତାର ଅପରାଧ ନେବ ନାହିଁ, ସେ ଅବୋଧ। ନିଜ ପାଦରୁ ଧୂଳି ନେଇ ରାଧୁର ମୁଣ୍ଡରେ ମାରିଲେ ଓ କହିଲେ, ରାଧି, ଏ ଦେହକୁ ଠାକୁରେ କେବେ ହେଲେ ପଦେ କଡ଼ା କଥା କହିନାହାନ୍ତି, ଆଉ ତୁ ଏତେ କଷ୍ଟ ଦେଉଛୁ। ତୁ କ'ଣ ବୁଝିବୁ ମୋର ସ୍ଥାନ କେଉଁଠି? ତୁମମାନଙ୍କୁ ଧରି ପଡ଼ି ରହିଛି ବୋଲି ତୁମେ ସବୁ କ'ଣ ମନେ କର କହିଲ? ରାଧୁ ସେତେବେଳେ କାନ୍ଦି ପକାଇଲା। ଏହି ଘଟଣାର କିଛି ଦିନ ପରେ ଛୋଟ ମାଇଁ ଅର୍ଥାତ୍ ରାଧୁର ପାଗଳି ମା ମନେ ମନେ କ'ଣ ଭାବି ତାଙ୍କ ଜ୍ୱାଇଁ ମନ୍ମଥଙ୍କୁ ନାନା ସ୍ଥାନରେ ଏପରିକି ପୋଖରୀରେ ଓହ୍ଲାଇ ମଧ୍ୟ ଖୋଜି ନ ପାଇ ସ୍ଥିର କଲେ ଯେ ସେ ପାଣିରେ ବୁଡ଼ି ଯାଇଛନ୍ତି। ଏବଂ ପରେ ଭାବିଲେ ଏସବୁ ତାଙ୍କ ନଣନ୍ଦ ଅର୍ଥାତ୍ ଶ୍ରୀ ଶ୍ରୀ ମାଙ୍କ କାମ। ସେହି କ୍ଷଣି ଦୌଡ଼ି ଆସି ଅଦା ଲୁଗାରେ ମାଙ୍କ ଗୋଡ଼ ତଳେ ପଡ଼ି ଆକୁଳ ହୋଇ କାନ୍ଦି କହିଲେ, ଆଗୋ ନାନୀ, ମୋ ଜ୍ୱାଇଁ ବାଡ଼ୁଜ୍ୟ ପୋଖରୀରେ ବୁଡ଼ି ଯାଇଛନ୍ତି ଗୋ। ମୋର ଏବେ କ'ଣ ହେବ ଗୋ? ମା ହଠାତ୍ ଏହା ଶୁଣି ଆମକୁ ଡାକି କହିଲେ, ଶୀଘ୍ର ଆସ, ପାଗଳି କ'ଣ କହୁଛି ଶୁଣ, ଏବଂ ବ୍ୟସ୍ତ ହୋଇ ଉଠିଲେ। ଆମେ ଦୌଡ଼ି ଆସିଲୁ। ହରି କହିଲା, ମନ୍ମଥ ବଣିଆ ଦୋକାନରେ ବସି ତାସ୍ ପିଟୁଛି, ଦେଖି ଆସିଲି। ମା କହିଲେ, ଶୀଘ୍ର ଦୌଡ଼ି ଯାଇ ତାକୁ ଡାକି ଆଣ। ଆମେ ତତ୍କ୍ଷଣାତ୍ ମନ୍ମଥକୁ ନେଇ ଆସିଲୁ। ତାଙ୍କୁ ଦେଖି ଛୋଟ ମାଇଁ ଅପ୍ରସ୍ତୁତ ହୋଇ ରାଗରେ ଗରଗର ହୋଇ ବକି ବକି ଚାଲିଗଲା। ଓଁ ନିରଞ୍ଜନಂ ନିତ୍ୟମନନ୍ତରୂପଂ ଭକ୍ତାନୁକମ୍ପାଧିତବିଗ୍ରହଂ ବୈ ଈଶାବତାରଂ ପରମେଶମିଡ୍ୟଂ ତ୍ୱଂ ରାମକୃଷ୍ଣଂ ଶିରସା ନମାମି।